ଝିଅର ଇଚ୍ଛା ହେଲା ଖାଇବା ପାଇଁ ବନ୍ଧାକୋବି ବରା, ସେଥିପାଇଁ ମୁଁ ତିଆରି କରିଛି। ଆପଣମାନେ ରେସିପିଟି ଦେଖନ୍ତୁ, କେମିତି ଲାଗିଲା ନିଶ୍ଚୟ କମେଣ୍ଟଟିଏ କରିବେ। ନେଇଯିବା ବନ୍ଧାକୋବିକୁ ଆଉ ଆଳୁକୁ, ତାକୁ ଭଲ ଭାବେ କୋରି ଦେଇ ଭଲ ଭାବେ ତାକୁ ଧୁଆଧୁଇ କରିଦେବା। ଧୋଇ ସାରି ଚିପୁଡ଼ିକି ପୁରା ପାଣିଟାକୁ ବାହାର କରିଦେବା। ନେଇଯିବା ଟିକେ ଅରୁଆ ଚାଉଳ ବତୁରେଇକି, ଶୁଖିଲା ଲଙ୍କା, ଜିରା, ଧନିଆ, ଅଦା, ରସୁଣ ସବୁ ନେଇକି ଚିକଣ କରିକି ବାଟିକି ନେଇ ଆସିବା। ବନ୍ଧାକୋବିରେ ଦେଇଦେବା କିଛି ଚୁନା ଚୁନା କାଟିକି ପିଆଜ, ଧନିଆ ପତ୍ର, ବାଟିକି ରଖିଦେବା ଚାଉଳକୁ, ତାପରେ ଦେଇଦେବା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ମସଲା ଗୁଣ୍ଡ ଟିକେ, ବେସନ ଟିକେ ଦେଇ ତାକୁ ଭଲ ଗୁଳାଗୁଳି କରିକି ରଖିଦେବା ଅଳ୍ପ ସମୟ ପାଇଁ। ତାପରେ ତା ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଦେଇ ତାକୁ ଏଇଭଳି ସବୁ ବରା ଭାଜିଦେବା। ଗୋଲ ଗୋଲ କରି ଏପଟ ସେପଟ ଅଲଟ ପାଲଟ କରି ତେଲ ଦେଇକି ସୁନ୍ଦର ପୁରା ଲାଲ ଲାଲ କରିକି ଭାଜିଦେବା। ଆକୁ ଗରମ ଭାତ ସାଙ୍ଗରେ ଖାଇ ହେବ, ପଖାଳ ଭାତ ସାଙ୍ଗରେ ମଧ୍ୟ ଖାଇ ହେବ। ଗରମ ଭାତ ପଖାଳ ଭାତ କ'ଣ ଖାଲି ପାଟିରେ ତ ବୁଲି ବୁଲି ଖାଇଦେବା, ଇଏ କ'ଣ ଭାତ ଖାଇଲା ପର୍ଯ୍ୟନ୍ତ ରହିବ ଯେ ଆକୁ ଭାତ ସାଙ୍ଗରେ ଖାଇବା? ବୁଲି ବୁଲି ତ ଖାଇଦେବା, ଆଉ ବଢ଼ିଆ ଲାଗୁଛି। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବା। ଆଜି ପାଇଁ ରହୁଛି, ନମସ୍ତେ, ଜୟ ଜଗନ୍ନାଥ।